ଅଭିବ୍ୟକ୍ତିରେ ଯେ ଶବ୍ଦ କାରିଗର, ବ୍ୟବହାରରେ ଯେ ହୃଦୟ ଜିଣା ଯାଦୁକର, ବ୍ୟକ୍ତିତ୍ୱରେ ଆକର୍ଷଣୀୟ, ଜୀବନ ଜଗତ ସମୟ ଓ ମଣିଷକୁ ଏକ ସୂତ୍ରରେ ସଂଯୋଗ କରିପାରୁଥିବା ସମକାଳୀନ କଥା ସାହିତ୍ୟରେ ଜଣେ ଯଶସ୍ୱୀ କଥାକାର, ସେ ହେଉଛନ୍ତି ଦେବପ୍ରସାଦ ଦାସ। ସେ କହନ୍ତି, ଲେଖିବା ବ୍ୟତୀତ ମୋତେ ଆସେ କ'ଣ? ଲେଖି ପାରୁନଥିଲେ ହୁଏତ ସନ୍ତ୍ରାସବାଦୀଟିଏ ହୋଇଥାନ୍ତି। ଭାବପ୍ରବଣତା, ମାନବୀୟ ସମ୍ବେଦନା ଓ ପ୍ରେମ ତାଙ୍କ ସୃଷ୍ଟିର ଆଧାର। ଜଣେ ସ୍ରଷ୍ଟା ପାଇଁ ଭାବପ୍ରବଣତା ଯେ ଅତ୍ୟନ୍ତ ଅପରିହାର୍ଯ୍ୟ, ଏହି ତର୍କକୁ ପ୍ରତିପାଦନ କରିବାକୁ ଯାଇ ସେ କହନ୍ତି, ଭାବପ୍ରବଣତା ନଥିଲେ ଲେଖକ ନିସ୍ତବ୍ଧ ହୋଇଯିବ। ଭାବପ୍ରବଣତା ହିଁ ଲେଖକକୁ ଅସ୍ଥିର, ବ୍ୟାକୁଳ, ସମ୍ବେଦନଶୀଳ, କ୍ରୋଧୀ ଓ ବିଦ୍ରୋହୀ କରେ। ବ୍ୟକ୍ତିବିଶେଷ ହେଉ ବା ଘଟଣା, ଯାହା ଜୀବନକୁ ଦୁର୍ବିସହ ଓ ଦୟନୀୟ କରିଦିଏ, ଯାହା ଅନ୍ତଃସତ୍ତ୍ୱାକୁ କ୍ଷତାକ୍ତ ଓ ରକ୍ତାକ୍ତ କରିଦିଏ ଏବଂ ଯାହା ପାଇଁ ହୃଦୟ ବିଳାପ କରି କାନ୍ଦି ଉଠେ ଓ ଅନବରତ ଅଶ୍ରୁ ତର୍ପଣ କରେ, ତାହା ମୋତେ ଭାବପ୍ରବଣ କରିଦିଏ। ଲେଖକ ହିସାବରେ ମୁଁ ତାର ପ୍ରତିବିଧାନ କରିବାକୁ ଚାହେଁ। ବ୍ୟକ୍ତି ହୋଇଥିଲେ ତାର ପ୍ରତ୍ୟେକ କ୍ଷତକୁ ଉପଶମ କରିବାକୁ ଚାହେଁ, ତାକୁ ଆସ୍ଥା ଓ ବିଶ୍ୱାସ ଦେବାକୁ ଚାହେଁ, ତା ସହିତ ଠିଆ ହେବାକୁ ଚାହେଁ। ଯେଉଁଠି ଏହା ସମ୍ଭବ ନୁହେଁ, ମୁଁ ହିଂସ୍ର ଆତଙ୍କବାଦୀ ହୋଇଯିବାକୁ ଚାହେଁ। ପ୍ରେମ, ମର୍ଯ୍ୟାଦା ଓ ନ୍ୟାୟ ତା ପାଖରେ ପହଞ୍ଚାଇବାକୁ ଚାହେଁ। ଏହା ହିଁ ତ ତା ସହିତ ମୋର ଭାବଗତ ସମ୍ପର୍କ। ଶ୍ରୋତାବନ୍ଧୁ, ଅନୁଭବର ସୂକ୍ଷ୍ମ ଶବ୍ଦ ତାରକସିରେ ନିପୁଣ କଥାକାର ଦେବପ୍ରସାଦ ଦାସଙ୍କ ନିଚ୍ଛକ ହୃଦୟାଭିବ୍ୟକ୍ତି ରହିଛି ତାଙ୍କର ପ୍ରତ୍ୟେକ ଗଳ୍ପରେ। ହୃଦୟ ସଂଲଗ୍ନ ନିଗିଡ଼ା ମୁହୂର୍ତ୍ତ ସର୍ବସ୍ୱ ଘଟଣା, ଚରିତ୍ରମାନେ ସତେ ଯେମିତି ଉଚ୍ଛ୍ୱସିତ ହୋଇଯାଇଥାନ୍ତି ତାଙ୍କ ଲେଖନୀରୁ ନିଃସୃତ ହେବାକୁ। ଦେବପ୍ରସାଦ ଦାସ ପୁରୀ ସତ୍ୟବାଦୀର ଦାସ ବିଦ୍ୟାଧରପୁରଠାରେ ପିତା ବଳଭଦ୍ର ଦାସ ଏବଂ ମାତା ସରସ୍ୱତୀ ଦେବୀଙ୍କ କୋଳ ମଣ୍ଡନ କରି ଫେବୃଆରୀ 24 ତାରିଖରେ ଭୂମିଷ୍ଠ ହୋଇଥିଲେ। ଆଇନରେ ସ୍ନାତକ, ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଓ ଏମ୍ଫିଲ୍ ଡିଗ୍ରୀଧାରୀ ଦେବପ୍ରସାଦ ଦାସ ଏକାଧାରରେ ଜଣେ କୃତବିଦ୍ୟ ଗାଳ୍ପିକ, ପ୍ରାବନ୍ଧିକ, ଅନୁବାଦକ, ସମ୍ପାଦକ ତଥା ଦୂରଦର୍ଶନର ଜଣେ ବିଶିଷ୍ଟ ଉପସ୍ଥାପକ, ଉଦ୍ଘୋଷକ। ବୃତ୍ତିଗତ ଜୀବନରେ ଓଡ଼ିଶା ପ୍ରଶାସନିକ ସେବାରେ ଜଣେ ପଦସ୍ଥ ଅଫିସର, ମାତ୍ର ପ୍ରବୃତ୍ତିରେ ଜଣେ ହୃଦୟବାନ ସାହିତ୍ୟିକ। ଶ୍ରୋତାବନ୍ଧୁ, ଆଜି ଆମେ ଶୁଣୁଛେ କଥାକାର ଦେବପ୍ରସାଦ ଦାସଙ୍କୁ। ଦାସଙ୍କର ପ୍ରକାଶିତ ପୁସ୍ତକ ଗୁଡ଼ିକରେ ରହିଛି ଇନ୍ଦ୍ରଧନୁର ରଙ୍ଗ, ଗଜପତି, ମୁହଁ, ଦଙ୍ଗା, ଭୋର, କାନ୍ଥ, ଶିଳାଲେଖ, ନାରୀ ମହାନାରୀ ଇତ୍ୟାଦି ଗଳ୍ପ ସଂକଳନ। ପ୍ରବନ୍ଧ ସଂକଳନରେ ରହିଛି ଆମ ସମୟ, ଆତଙ୍କବାଦ ଓ ସୀମା, ଓସାମା ବିନ୍ ଲାଦେନ ଓ ସହସ୍ରାବ୍ଦୀର ପ୍ରଥମ ଯୁଦ୍ଧ, ଦୁଃଖର ଇଲାକା ଓ ଅନ୍ୟାନ୍ୟ ପ୍ରବନ୍ଧ। ଅନୁଦିତ ପୁସ୍ତକରେ ରହିଛି କମଳେଶ୍ୱରଙ୍କ ଦେଶ ପରଦେଶ ତଥା ତାଙ୍କ ଦ୍ୱାରା ସମ୍ପାଦିତ ପୁସ୍ତକଟି ହେଉଛି ଝିଅ। କଥାକାର ଦେବପ୍ରସାଦ ଦାସଙ୍କ ଏକାଗ୍ର ସାହିତ୍ୟ ନିଷ୍ଠା ନିମନ୍ତେ ତାଙ୍କୁ ମିଳିଛି ଅଜସ୍ର ସମ୍ମାନ। ତନ୍ମଧ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ୱର ପୁସ୍ତକ ମେଳା ସମ୍ମାନ, କଥା ନବପ୍ରତିଭା ସମ୍ମାନ, ନୂଆଦିଲ୍ଲୀରୁ କଥା ସମ୍ମାନ ଭଳି ଅନେକ ସମ୍ମାନ। ଜଣେ କଥାକାର ଭାବେ ଦେବପ୍ରସାଦଙ୍କ ଗଳ୍ପରେ ଦୁଇଟି ବିନ୍ଦୁ ପାଠକ ଅନୁଭବ କରେ। ଗୋଟିଏ ହେଉଛି ନାରୀ ଓ ପ୍ରେମ। ନାରୀ ପ୍ରତି ତାଙ୍କର ଦୃଷ୍ଟିକୋଣକୁ ସ୍ପଷ୍ଟ କରି ସେ ନାରୀର ଉଦାତ୍ତ ଜୟଗାନ କରିଛନ୍ତି। ନାରୀ ମୋ ପାଇଁ ଚିରନ୍ତନ ଅସମାହିତ ଏକ ବ୍ୟକ୍ତି ସତ୍ତା। ଅନେକ ରୂପ, ରଙ୍ଗ, ବାସ୍ନା ଓ ଚିତ୍ରରେ ସେ ସୌନ୍ଦର୍ଯ୍ୟ ବିମଣ୍ଡିତା।
ସେ ପୁରୁଷଠାରୁ ଭିନ୍ନ ନୁହେଁ, ବରଂ ପୁରୁଷଠାରୁ ଅଧିକ ଅନେକାଂଶରେ। ଗାଳ୍ପିକ ଦେବପ୍ରସାଦ ଦାସ କହନ୍ତି, ମୋର ନିଆଁ ଓ ଦେବୀ ଗପରେ ମୁଁ ଏହା ସୂଚାଇଛି। ନିଆଁର ନାରୀ ମୋର ପ୍ରିୟ ନାରୀ, ସେ ବିନୟୀ ପୁଣି ବିଦ୍ରୋହୀ, ସେ ନମନୀୟ ପୁଣି ଅଚିନ୍ତନୀୟ ଓ ଅବର୍ଣ୍ଣନୀୟ, ସେ ସହଜ ପୁଣି ଅସୀମିତ। ନାରୀ ଶବ୍ଦ, ନାରୀ ଚିତ୍ର, ନାରୀ ସଙ୍ଗୀତ, ନାରୀ କବିତା, ନାରୀ ମୁଗ୍ଧ ଅନୁଭବ, ନାରୀ କ୍ରୋଧୀ ଆଗ୍ନେୟଗିରି, ନାରୀ ବିହ୍ୱଳତା, ନାରୀ ପୁଣି ବିପ୍ଳବିନୀ, ନାରୀ ସମୂହର ପ୍ରତୀକ, ନାରୀ ପୁଣି ନିଃସଙ୍ଗ ଏକାକିତ୍ୱ। କେମିତି ବର୍ଣ୍ଣନା କରିବି ସଂସାରର ସବୁଠାରୁ ସ୍ନିଗ୍ଧ ଅଥଚ ବିପୁଳ ଅନୁଭବକୁ? ନାରୀର ବ୍ୟକ୍ତି ସତ୍ତାରେ ପ୍ରଭାବିତ ଦେବପ୍ରସାଦଙ୍କ ପାଇଁ ନାରୀ ଏକ ମହାନାରୀ। ତାଙ୍କ ଶବ୍ଦରେ ନାରୀ କେବଳ ଦେହ ନୁହେଁ, ସେ ପ୍ରଦାତ୍ରୀ ଓ ପୃଥିବୀ। ଏହି ନାରୀମାନଙ୍କ ମଧ୍ୟରେ ସେ ଖୋଜି ପାଇଛନ୍ତି ନିଜ ବୋଉ, ଆଈ, ଜେଜେମା, ଭଉଣୀ, ମାଉସୀ, ପିଉସୀ, ପତ୍ନୀ, ବାନ୍ଧବୀ, ଶୁଭେଚ୍ଛୁ ଆଦି ସତ୍ତାଙ୍କୁ। ସମାନତା ଏବଂ ଅଧିକାରକୁ ନାରୀବାଦର ମୂଳ ସୂତ୍ର ଭାବେ ଗ୍ରହଣ କରିଥିବା ଦେବପ୍ରସାଦ ଦାସ ପାଶ୍ଚାତ୍ୟ ଓ ପ୍ରାଚ୍ୟର ନାରୀବାଦ ମଧ୍ୟରେ ପ୍ରଭେଦ ଦର୍ଶାଇ ଉଲ୍ଲେଖ କରନ୍ତି। ପାଶ୍ଚାତ୍ୟ ନାରୀବାଦ ସାଂସ୍କୃତିକ, ସମତାମୂଳକ, ଉଦାରବାଦୀ, ସମାଜବାଦୀ, ଭୌତିକ, ଆଧ୍ୟାତ୍ମିକ, ବିଖଣ୍ଡିତ, ବହୁ ସାଂସ୍କୃତିକ ତଥା ସମଲୈଙ୍ଗିକ ନାରୀବାଦର ଆଧୁନିକ ବିଶ୍ଳେଷଣ କରୁଛି। ପ୍ରାଚ୍ୟ ନାରୀବାଦ କିନ୍ତୁ ଶିକ୍ଷା, ସୁଯୋଗ, ସମାନତା, ସ୍ଥିତି, ସାମାଜିକ ବ୍ୟବସ୍ଥା ଓ ବ୍ୟକ୍ତି ସ୍ୱାଧୀନତା କ୍ଷେତ୍ରରେ ନାରୀମାନଙ୍କ ଅଧିକାରର କଥା କହୁଛି। ସୁଯୋଗ ଥିଲା, ଆହୁରି ବ୍ୟାପକ ହେଉଛି, ସାମର୍ଥ୍ୟ ମଧ୍ୟ ଥିଲା, ଏବେ ପ୍ରମାଣିତ ହେଉଛି। ବ୍ୟତିକ୍ରମ ସବୁବେଳେ ସବୁଠାରେ ଥାଏ, ଏହା ଏକ ସ୍ୱାଭାବିକତା। ସେ ପୁଣି ମଧ୍ୟ କହୁଛନ୍ତି, ମୋ ଗପରେ ନାରୀ କ'ଣ ଏକ ସଚେତନ ସୃଷ୍ଟି ନା ଅନୁପ୍ରବେଶକାରୀ? ତେବେ ଏସବୁ ପ୍ରଶ୍ନର ଉତ୍ତର ପାଇବାକୁ ହେଲେ ଆମକୁ ପଢ଼ିବାକୁ ପଡ଼ିବ ଦେବପ୍ରସାଦ ଦାସଙ୍କ ନାରୀ ମହାନାରୀ ଗଳ୍ପ ସଂକଳନଟିକୁ। ଶ୍ରୋତାବନ୍ଧୁ, ଆଜି ଆମେ ଶୁଣୁଛେ ସମକାଳୀନ ଓଡ଼ିଆ କଥା ସାହିତ୍ୟ ଧାରାରେ ଜଣେ କୃତବିଦ୍ୟ କଥାକାରଙ୍କୁ, କଥାକାର ଦେବପ୍ରସାଦ ଦାସ। ତାଙ୍କର ନାରୀ ମହାନାରୀ ଗଳ୍ପ ସଂକଳନସ୍ଥ ଏକ ସୁନ୍ଦର ଗଳ୍ପ ଆପଣମାନଙ୍କ ଉଦ୍ଦେଶ୍ୟରେ ମୁଁ ଉପସ୍ଥାପନ କରୁଛି, ଯାହାର ଶୀର୍ଷକ ହେଉଛି ମେଳା। କଥାକାର ଦେବପ୍ରସାଦ ଦାସ। ବୋଉ, ତୁ ଏଇଠି ବସିଥା, ଏଠୁ ଉଠି ଆଉ କୁଆଡ଼େ ଯିବୁନି। ମୁଁ ଅସ୍ଥି ବିସର୍ଜନ କରି ଫେରିବି। ରାଧି ତା ଲୁଗା ପିଢ଼ିଟିକୁ ଧରି ସେଇଠି ବସିଗଲା। ଅଦୂରରେ ପାବନ ପବିତ୍ର ଗଙ୍ଗା। ଦୁଇ ପଟରେ ତା ଆଖି ଯେଉଁଯାଏ ପାଇଲା, ସେ ପର୍ଯ୍ୟନ୍ତ ତାକୁ ଦେଖାଗଲା ଅସଂଖ୍ୟ ଅସଂଖ୍ୟ ଲୋକଙ୍କ ଅସରନ୍ତି ଭିଡ଼। ଏଭଳି ପୁଣ୍ୟ ଭାଗ୍ୟରେ ଥିଲେ ମିଳେ। 12 ବର୍ଷ ପରେ ମହାପ୍ରୟାଗରେ କୁମ୍ଭ। ସବୁ ଯନ୍ତ୍ରଣାରୁ ତାକୁ ମୁକ୍ତି ମିଳିଯିବ। କେତେ ଜନ୍ମର ତପସ୍ୟା ଥିଲା କେଜାଣି? ସେ କହିବ କହିବ ବୋଲି କହିପାରି ନଥିଲା। ନୀଲୁ ନିଜ ଆଡ଼ୁ ପ୍ରସ୍ତାବ ରଖିଥିଲା, ଖାସ୍ ତାରି ପାଇଁ ପୁଅଟା କେତେ କଷ୍ଟ ନ ପାଇଛି। କାହିଁ କଟକ, କାହିଁ ପ୍ରୟାଗ। 2 ଦିନ ଲାଗିଲା ରେଳଗାଡ଼ିରେ। ବିଚରା ନୀଲୁ ଛୋଟ ଚାକିରିଟିଏ କରିଛି। ଖାଲି ତାକୁ ଭଲ ପାଏ ବୋଲି କେତେ ଗୁଡ଼ାଏ ଟଙ୍କା ଖର୍ଚ୍ଚ କରିନଥିବ ସେ। ରାଧି ନୀଲୁର ଯିବା ବାଟକୁ ଚାହିଁଥିଲା ସେମିତି ଅପଲକ। ବାପାର ଘଟ ବିସର୍ଜନ କରିବ, ଡଙ୍ଗାରେ ଯିବାକୁ ପଡ଼ିବ ନଈ ଭିତରକୁ। ବିଚରାଟା ଥଣ୍ଡା ସହିପାରେନି। ସକାଳେ ଗାଧୋଇଲା ବେଳେ ସେ ପାଣି ଏତିକି ହେମାଳ ଲାଗୁଥିଲା ଯେ ରାଧିର ମନ ହେଇଥିଲା ସତେ ଯେମିତି ବରଫ ହେଇଯିବ ଦିହଟା। ନୀଲୁ ଏବେ ଧୋତି ଗାମୁଛା ଖଣ୍ଡେ ଧରି ଯାଇଛି। କେଡ଼େ କଷ୍ଟ ନ ହେବ ତାକୁ ପାଣି ଭିତରେ। ନୀଲୁ ବାପାର ଆତ୍ମା ଶାନ୍ତି ପାଇଯିବ କିନ୍ତୁ। ଆଶୀର୍ବାଦ କରିବ ଉପରେ ଥାଇ। କେତେ ବା ବୟସ ହୋଇଥିଲା ନୀଲୁର? ଅତି ବେଶୀରେ 9 କି 10।
ଦିଟା ଦିନ ଜ୍ୱରରେ ଏତେ ବଡ଼ ମରଦଟା ଛାଁକୁ ଚାଲି ଯାଇଥିଲା ଯେ ସେ ଦି ଜଣକୁ ଏକୁଟିଆ ଛାଡ଼ି। ମାଛିକୁ ମ କହିନି ଲୋକଟା। କୋଉ ଜିନିଷଟା ପ୍ରତି ମୋହ ନଥିଲା ତାର, ଯାହାକୁ କହନ୍ତି ନିରିମାୟା। ଭାରି ଭଲ ପାଉଥିଲା, କିନ୍ତୁ ମା ପୁଅ ଦି ଜଣଙ୍କୁ ଦଇବ ସହିଲାନି। ଏଡ଼ିକି ବକଟେ ଛୁଆକୁ ଛାଡ଼ି ଚାଲି ଯାଇଥିଲା ସେ ପୁରକୁ। ଛୋଟିଆ ଲୋକ ସେମାନେ, କୁଆଡ଼ୁ ଗଙ୍ଗା ଆସିଥାନ୍ତେ। ପୁଅଟା ଭଲ ପଢ଼ୁଥିଲା। ଗାଁ ଲୋକ କହିଲେ, ରଖ ଲୋ ଘଟ ଟିକେ। ମୁହଁରେ ନିଆଁ ଦେଲା ଯେ କିଛି ତ ଜାଣିପାରିଲା ନାହିଁ। ମଣିଷଟେ ହବ ଯଦି ବାପ ଅସ୍ଥି ଟିକେ ପକାଇ ଦେଇ ଆସିବ ଗଙ୍ଗାରେ। ଲୋକଟା ସରଗକୁ ଯିବ। ନୀଲୁ ଯାଇଛି ଗଙ୍ଗା ଭିତରକୁ। ଖଣ୍ଡେ ଦୂର ପର୍ଯ୍ୟନ୍ତ ଦେଖାଯାଉଥିଲା ରାଧିକୁ। ତାପରେ ଆଉ ଦିଶିଲା ନାହିଁ। କେଯାଏ ଲୋକ ଥାଟ ପଟାଳି ଭାଙ୍ଗୁଛନ୍ତି। ତାଙ୍କରି ଭିତରେ ଲୁଚିଗଲା କୁଆଡ଼େ। ବିଶ୍ୱାସ ସବୁରି ମୂଳରେ ବିଶ୍ୱାସ। ଏତେ ଲୋକ ନ ହେଲେ କାହିଁକି ଆସିଥାନ୍ତେ ଏତେ ବାଟରୁ। ସକାଳୁ ସକାଳୁ ବୁଡ଼ ପକେଇ ଦେଇ ଆସିଛି ରାଧି। ନୀଲୁ ତା ହାତ ଧରି ପାଣି ଭିତରକୁ ନେଇ ଯାଇଥିଲା। କେତେ ଲୋକ ଗାଧୋଉଥିଲେ ଲୋ ମା। ତାକୁ ତ ଭାରି ଲାଜ ଲାଗୁଥିଲା। ହେଲେ ମନେ ପଡ଼ିଗଲା ନୀଲୁ ବାପା। ଗାଧୋଇ ପଡ଼ିଲେ ଉତୁରି ଯିବ ଯେ। ଗାଧୋଇ ପଡ଼ିଲେ ଉତୁରି ଯିବ ସେ। ତା ନିକୁଛିଆ ଜୀବନରେ ଆଉ ଘୋଷରା ଓଟରା ଦେଖିବନି। ଏଡ଼େ ଟିକେ ପିଲାକୁ ତାକୁ ବଢ଼େଇ ଦେଇ ଚାଲିଗଲା ନିଧଡ଼କ ହୋଇ। ଖାଲି ପିଲାଟା ନଥିଲେ ପୋଖରୀକୁ ଡେଇଁ ପଡ଼ିଥାନ୍ତା ସେ। ସେଇ ପିନ୍ଧା ଶାଢ଼ୀରେ ବୁଡ଼ଟେ ପକେଇ ଦେଇ ହାତ ଯୋଡ଼ିଥିଲା। ମା ଲୋ, ହେ ମା ଗଙ୍ଗା, ହେ 33 କୋଟି ଦେବତା, ମତେ ନୀଲୁ ବାପା ପାଖକୁ ନେଇ ଯାଲୋ। ପ୍ରଭୁ ଶ୍ରୀରାମଚନ୍ଦ୍ର ରାବଣ ଦହନ କରି ପତ୍ନୀ ସୀତା, ଭ୍ରାତା ଲକ୍ଷ୍ମଣ, ହନୁମାନ, ବିଭୀଷଣ, ଅଙ୍ଗଦ ଇତ୍ୟାଦିଙ୍କ ସହ ଅଯୋଧ୍ୟାକୁ ଫେରୁଛନ୍ତି। ନଗରବାସୀ ଉତ୍ଫୁଲ୍ଲିତ ହୋଇ ଶଙ୍ଖଧ୍ୱନି କରୁଛନ୍ତି। ସଡ଼କ ସବୁ ସୁନ୍ଦର ତୋରଣରେ ସଜ୍ଜିତ ହୋଇଛି। ସ୍ତ୍ରୀମାନେ ହୁଳହୁଳି ଦେଉଛନ୍ତି। ବ୍ରାହ୍ମଣମାନେ ମନ୍ତ୍ର ପାଠ କରୁଛନ୍ତି। ସଡ଼କର ଉଭୟ ପାର୍ଶ୍ୱରୁ ରାମଙ୍କ ଉପରେ ପୁଷ୍ପବୃଷ୍ଟି ହେଉଛି। ସାଧୁ ବ୍ୟାଖ୍ୟା କରୁଥିଲେ ରାମଚରିତ ମାନସର ଉତ୍ତରାକାଣ୍ଡ। ରାଧି ମନ୍ତ୍ରମୁଗ୍ଧ ହେଇ ଶୁଣୁଥିଲା। ସାଧୁ ପୁଣି କହିଲେ, କୌଶଲ୍ୟା ଓ ଅନ୍ୟ ମାତାମାନେ ରାମଙ୍କୁ ସ୍ୱାଗତ କରିବା ପାଇଁ ଏପରି ବ୍ୟାକୁଳ ହୋଇ ଦୌଡ଼ୁଥାନ୍ତି, ସତେ ଯେପରି ସଦ୍ୟ ସନ୍ତାନ ଜନ୍ମ କରିଥିବା ଗାଈ ତାର ବାଛୁରୀକୁ ଦେଖି ଦୌଡ଼ି ଯାଉଛି। ଏଇଠି ଗୋସ୍ୱାମୀ ତୁଳସୀଦାସ କହୁଛନ୍ତି, ଜନୁ ଧେନୁ ବାଲକ ବଶ୍ଚ ତଜି ଗୃହ ଚରନ୍ ବନ पर बस गई दिन अंतपुर रुख श्रवत थन हुंकार करी धावत भई अति प्रेम प्रभु सब मातृ भेटी बचन मृदु बहुविध कहे गाई विषम विपत्ति वियोग भव तिन्न हरस सुख अगणित लहे। ଅର୍ଥାତ୍ ନୂଆ ଜନ୍ମ କରିଥିବା ଛୋଟ ପିଲାମାନଙ୍କୁ ଘରେ ଛାଡ଼ି ଚରିବାକୁ ବଣକୁ ଯାଇଥିବା ଗାଈମାନେ ଦିନାନ୍ତରେ ହୁଙ୍କାର କରି ଥନରୁ ଅମୃତ ଝରାଇ ନଗର ଆଡ଼କୁ ଦ୍ରୁତ ବେଗରେ ଅଗ୍ରସର ହେଉଥିବା ଭଳି ମନୋଦଶା କୌଶଲ୍ୟାଦି ମା ମାନଙ୍କର ହେଇଛି। ପ୍ରଭୁ ସେମାନଙ୍କ ପାଖରେ ପହଞ୍ଚି ଜଣ ଜଣ କରି ସେମାନଙ୍କୁ କୋଳାଗ୍ରତ କରି ମଧୁର ବଚନ କହି ବୁଝାଉଛନ୍ତି। ବିୟୋଗ ଜନିତ ଦୁଃଖ ଦୂର ହେଇଗଲା ପରେ ସମସ୍ତେ ହର୍ଷୋଲ୍ଲାସିତ ହେଲେ। ଭେଟେଉ ତନୟ ସୁମିତ୍ରାଂ ରାମ ଚରଣ ରତି ଜାନି ରାମ ହି ମିଲତ କୈକେୟୀ ହୃଦୟ ବହୁତ ସକୁଚାନି। ତୁଳସୀଦାସ ଚମତ୍କାର ଭାବରେ କହୁଛନ୍ତି, ସୁମିତ୍ରା ଲକ୍ଷ୍ମଣଙ୍କୁ ଛାତିରେ ଜଡ଼ାଇ ଧରିଲା ବେଳକୁ ବଡ଼ ଭାଇ ଶ୍ରୀରାମଙ୍କ ପ୍ରତି ତାଙ୍କର ପୁତ୍ରର ଭକ୍ତି ଓ ପ୍ରୀତି କଥା ମନେ ପକାଇ ଆନନ୍ଦିତ ହୋଇ ଉଠିଲେ। ରାମଙ୍କୁ ଦେଖି କୈକେୟୀ କିନ୍ତୁ ହୃଦୟ ଭିତରେ ସଙ୍କୋଚ ଅନୁଭବ କଲେ। 14 ବର୍ଷର ବିଚ୍ଛେଦର କାରଣ ତ ସେ ହିଁ ଥିଲେ ନା। ଶ୍ରୀରାମ ତାଙ୍କ ମନୋଦଶାକୁ ବୁଝିପାରିଲେ ଓ କୈକେୟୀଙ୍କୁ ପାଖକୁ ଆଣି ତାଙ୍କର ଆଖିରୁ ଲୁହ ପୋଛିଦେଲେ। ଅତି ମଧୁର ଓ କୋମଳ ସ୍ୱରରେ ତାଙ୍କୁ କହିଲେ, ନାହିଁ ମା, ତୁମେ ନିଜକୁ ଦୋଷୀ ମନେ କର ନାହିଁ କିମ୍ବା ହୃଦୟରେ କୌଣସି ବୋଝ ରଖ ନାହିଁ। ତୁମ ଲାଗି ପିତୃସତ୍ୟ ପାଳନର ମହାମର୍ଯ୍ୟାଦା ଭୋଗର ସୁଯୋଗ ମୁଁ ପାଇଲି। ସଂସାର ତୁମ ପ୍ରିୟ ରାମ ପାଇଁ ବିଧି ନିର୍ଦ୍ଦିଷ୍ଟ କର୍ତ୍ତବ୍ୟ ପରାୟଣତାର ଦୃଷ୍ଟାନ୍ତ ଦେଖିଲା। ତୁମେ ତ ମାଧ୍ୟମଟିଏ ଥିଲ ମା। ତୁମର ମୋ ପ୍ରତି ସ୍ନେହ ଯେମିତି ଅତୁଟ ରହିଛି, ମୋର ମଧ୍ୟ ତୁମ ପ୍ରତି ଭକ୍ତି ଓ ସମ୍ମାନ ସେମିତି ଅକ୍ଷୁଣ୍ଣ ଅଛି। କୈକେୟୀ ରାମଙ୍କୁ ଚାପି ଧରି ଲୋତକ ପ୍ଳାବିତ ଚକ୍ଷୁରେ ଆଶୀର୍ବାଦ କଲେ। ରାଧି କାନ୍ଦି ପକେଇଲା ତା ଅଜାଣତରେ।
ଗୈରିକ ବସନ ପ୍ରସନ୍ନ ବଦନ ସାଧୁଙ୍କ ମୁଖମଣ୍ଡଳ ଉଜ୍ଜ୍ୱଳ ଦିଶୁଥିଲା। ତାଙ୍କ ଜ୍ଞାନଦୀପ୍ତ ଚକ୍ଷୁ ଦୁଇଟି ଉଦ୍ଭାସିତ ହେଉଥିଲା ରାମଙ୍କ ଅନୁଭବରେ। କେତେ କୋମଳ ଓ ପରିଚ୍ଛନ୍ନ ସ୍ୱରରେ ସେ ବଖାଣୁଥିଲେ ରାମ କଥା। ମାର ବାତ୍ସଲ୍ୟ ମମତା ଓ ପୁତ୍ରର ମାତୃଭକ୍ତିର ହୃଦୟସ୍ପର୍ଶୀ କାହାଣୀ। ସତରେ କୌଶଲ୍ୟା ହୁଅନ୍ତୁ ବା କୈକେୟୀ, ଯଶୋଦା ହୁଅନ୍ତୁ ବା ଦେବକୀ, ମା ତ ମା କେବଳ। ଯାହା ହୁଏ ସବୁ କପାଳରେ ଲେଖା ଥାଏ ବୋଲି ସିନା। ଏମିତି କାହାକୁ ଦୋଷୀ କରିଦେବା ମୋଟୁରୁ ଠିକ୍ ନୁହେଁ। ମିଛଟାରେ ବୋହୂଟା ତାକୁ ଦୋଷ ଦିଏ, ନୀଲୁ କୁଆଡ଼େ ତାରି କଥାରେ ବସ୍ ଉଠୁଏ। ବାପ ଛେଉଣ୍ଡ ପୁଅଟାକୁ ରକତ ନିଗାଡ଼ି ସେ ମଣିଷ କରିଥିଲା। ଆଉ ପୁଅ ଯଦି ଟିକେ ଶୁଣୁଛି ମା କଥା କି ବୁଝୁଛି ତା ଭଲ ମନ୍ଦ, କ'ଣ କ୍ଷତି ହେଲା କାହାର? ତଥାପି ବୋହୂ କଥାକୁ ସେ ମନରେ ଧରେନି। ତା ନିଜର ପିଲାଟିଏ ହେଲାଣି, ବଳେ ବୁଝିଯିବନି କି? ସେ କାହୁଁ ଜାଣିଛି ଅତୀତର କଥା? ଏତେ ବଡ଼ ଦୁନିଆରେ କିଏ ଥିଲା ସେମାନଙ୍କୁ ଆହାପଦେ କହିବାକୁ? ଖାଲି ମା ଆଉ ପୁଅ। ଚିହ୍ନା ପରିଚିତ ଲୋକ କହିଥିଲେ ଆଉ ଥରେ ଦ୍ୱିତୀୟ ହେବାକୁ। କେମିତି ବଞ୍ଚିବ ସେ ଏତେ ବଡ଼ ଜୀବନ? ବୟସ ବି କେତେ ହୋଇଥିଲା ତାର। ହେଲେ ସେ ନାଁ କରିଦେଇଥିଲା ନୀଲୁର ମୁହଁକୁ ଚାହିଁ। ତାର ସୁଖ ଦରକାର ନାହିଁ। ଏଇ ପୁଅ ତ ତା ଜୀବନ, ତାରି ପାଇଁ ବଞ୍ଚିବ ସେ। ମୂଲ ଲାଗିଥିଲା ପର ଘରେ ବାସନ ମାଜିଥିଲା ପୁଅକୁ ପେଟ ପୂରା ଖାଇବାକୁ ଦବ ବୋଲି। ବସ ଗଡ଼ିଯିବା ଯାଏ ଟାହି ଟାପରା ବି କମ୍ ଶୁଣି ନଥିଲା। ତାଙ୍କ ବଂଶରେ କେହି କେବେ ପାଠ ପଢ଼ି ନଥିଲେ। ପୁଅକୁ ଚାଟଶାଳୀକୁ ଛାଡ଼ିବା ବେଳେ କିଏ କେତେ କଥା କହିନଥିଲେ ତାକୁ ଦେଖେଇ ଶିଖେଇ। ଘରେ ଚୁଲି ଜଳୁନି, ଇଆଡ଼େ ରାଧିର କୁଆଡ଼ ତବତ ଖାଇବାକୁ ମନ। ସେ ପିଇ ଯାଉଥିଲା ସବୁ ମଇଳା ଅସନା କଥାକୁ ଠିକ୍ ଗଙ୍ଗା ଭଳି। ପାପୀ ଲୋକଗୁଡ଼ାଙ୍କୁ ଧୋଇ ଦେଉଛି ଗଙ୍ଗା ମାତା। ସରଗକୁ ଯିବେ ସମସ୍ତେ ଏଇଠି ବୁଡ଼ ପକେଇ। ନୀଲୁ ପହଞ୍ଚିଯିବଣି ନଈ ମଝିରେ। ରାଧି ଦୁଇପଟକୁ ଚାହିଁଲା। କାହିଁ କେତେ ରାଇଜରୁ ଆସିଛନ୍ତି ସାଧୁ ସନ୍ଥ ଲୋକମାନେ। କାହା ମୁଣ୍ଡରେ ଏତେ ବଡ଼ ଜଟ ତ କାହା ଦାଢ଼ି ପେଟ ଯାଏ ଲମ୍ବିଛି। କିଏ ଦେହ ସାରା ପାଉଁଶ ବୋଳି ହେଇଛି ତ କିଏ ଏକ ପାଦରେ ଠିଆ ହୋଇଛି। ଠାକୁ ଠା ଭଜନ ସଂକୀର୍ତ୍ତନ ବଜାର ଲାଗିଛି ଚାରିଆଡ଼େ। କୌପିନ, କମଣ୍ଡଳୁ, ତୁଳସୀମାଳ, ରୁଦ୍ରାକ୍ଷ, ବିଭୂତି ଯାହାକୁ ଯେତେ। ଆଖି ଖୋସି ହେଇ ଯାଉଥିଲା ରାଧିର। କଟକ ବାଲିଯାତ୍ରାରେ କୁଆଡ଼େ ଇମିତି ଭିଡ଼ ହୁଏ କେଜାଣି ଅବା ହେଉଥିବ। ସେ ତ କେବେ ବି ଯାଇନି। ବୋହୂ କହେ ସେ କୁଆଡ଼େ ଘର ଜଗିଥିବ, ସେମାନେ ବାହାରକୁ ଯାଇ ଆସିବେ। ସହର ବଜାର କଥା, ଭଲ ଅଛି ମନ୍ଦ ଅଛି, ଚୋର ଡକେଇତ ପଶି ଆସିବେ। ଏବେ ବିଚାରୀ ଏକୁଟିଆ ପିଲାଟାକୁ ଧରି କ'ଣ କରୁଥିବ କେଜାଣି। ଘରେ ନୀଲୁ ନାହିଁ କି ରାଧି ନାହିଁ। ଆହା, ବିଚାରୀ ବଡ଼ ହଇରାଣ ହେଉଥିବ। ଦିନେ ସେ ତ ଏମିତି ଏକୁଟିଆ ହଇରାଣ ହେଉଥିଲା। ଘର କାମ, ବାବୁମାନଙ୍କ ପାଇଟି, ତାରି ଭିତରେ ନୀଲୁକୁ ସ୍କୁଲ ନବା ଆଣିବା। ଏବେ ବି ମନେ ପଡ଼ିଲେ ଲୋମ ଟାଙ୍କୁରି ଉଠେ। କବିରାଜ ଘର କାମ ସାରିଲା ବେଳକୁ ଟିକେ ଡେରି ହୋଇଗଲା ଯେ ପିଲାଟା ବର୍ଷାରେ ଭିଜି ଭିଜି ନିଜେ ଚାଲି ଆସିଲା। ତାପରେ ଯୋଉ ଜ୍ୱର ତାକୁ, ସମସ୍ତେ ଆଶା ଛାଡ଼ି ଦେଇଥିଲେ। 7 ଦିନ ନ ଖାଇ ନ ପିଇ ଜଗିକି ବସିଥିଲା ରାଧି। ଆଖି ଦୁଇଟା ବର୍ଷା ଦିନର ବଢ଼ିଲା ନଈ ଭଳି ଲୁହରେ ଫୁଲି ଯାଇଥିଲା। କେତେ ଦିଅଁଙ୍କୁ ମାନସିକ ଯାଚିଥିଲା ସେ, ଠାକୁରେ ଦୟା କଲେ। ଯୋଉଦିନ ଆଖି ଖୋଲି ଚାହିଁଲା ନୀଲୁ, ସେଇଦିନ ସାଇତା ଲୁହତକ ବହି ଯାଇଥିଲା କୂଳ ଲଙ୍ଘି। ମା ପୁଅ ଦୁହେଁ ପରସ୍ପରକୁ ଜଡ଼ାଇ ଧରି କାନ୍ଦିଥିଲେ। ଶାଢ଼ୀ ପଣତରେ ଆଖି ପୋଛିଲା ରାଧି। କୁଆଡ଼େ କେବେକାର କଥା ମନେ ପଡ଼ିଯାଉଛି ତାର। ହଁ ମ, ସବୁ ମା ମାନେ ଏମିତି କଷ୍ଟ ପାଆନ୍ତି। ସେ ଆଉ ଅଧିକାଟା କ'ଣ କରିଛି ଯେ? ହଠାତ୍ ଏକ ଶବ୍ଦରେ ସେ ଫେରି ଆସିଲା କାହିଁ କେତେ ପଛରୁ। ଦଳେ ଉଦ୍ଭୁତ ନଙ୍ଗଳା ନାଗା ସାଧୁ ବାଜା ବଜେଇ ପାଟି କରି ଗଙ୍ଗା ସ୍ନାନ କରିବାକୁ ଯାଉଛନ୍ତି। ସେମାନଙ୍କ ଆଖିଯାକ ଦିଶୁଥାଏ ରଡ଼ନିଆ ଭଳି। ଦେହ ସାରା ପାଉଁଶ, ହାତରେ ଖଣ୍ଡା। ନାଚି ନାଚି ଯାଉଥାନ୍ତି ସେମାନେ। ଦେଖଣାହାରୀ ଲୋକେ ମୁଣ୍ଡ ନୋଇ ନମସ୍କାର କରୁଥାନ୍ତି ସେମାନଙ୍କୁ। ଧୁମ୍ ଧୁମ୍ ହେଇ ଚାଲିଥାଏ ସେମାନଙ୍କ ଲମ୍ବା ଧାଡ଼ି, ଯୁଦ୍ଧକୁ ଗଲା ଭଳି ପାଇକମାନେ। ଠିକ୍ ଏମିତି ଦିନେ ଫେରିଥିଲା ନୀଲୁ ପରୀକ୍ଷାରେ ପାସ୍ କରିଥିବାର ଖବର ନେଇ। କୁଣ୍ଢେ ମୋଟ ହୋଇଯାଇଥିଲା ରାଧିର ଛାତି। ଗୁଡ଼ ବାଣ୍ଟିଥିଲା ଗାଁ ସାରା ବୁଲି ବୁଲି। ସବୁ ଠାକୁର ଠାକୁରାଣୀଙ୍କୁ ଭୋଗ ଲଗେଇଥିଲା। ମନେ ମନେ ମୁଣ୍ଡିଆ ମାରିଥିଲା ନୀଲୁ ବାପାକୁ। ସରଗରେ ଥାଇ ଖୁସି ହେଉଥିବ ସେ ନିଶ୍ଚୟ। ଅଧିକ ପଢ଼ିବାକୁ ନୀଲୁ ଯୋଉଦିନ ସହରକୁ ଗଲା, କୋରି ହେଇଯାଇଥିଲା ଛାତି ତାର। କୋଉଠି କେମିତି ଏକୁଟିଆ ରହିବା ତା ଗେହ୍ଲା ପୁଅ।
ମଝିରେ ମଝିରେ ଗାଁକୁ ଆସେ, କେତେ କ'ଣ ଖାଇବା ଜିନିଷ ସଜାଡ଼ି ରଖୁଥାଏ ରାଧି, ନିଜ ପେଟରୁ କାଟି ସଞ୍ଚି ରଖିଥାଏ ଟଙ୍କା ପଇସା। ଯେତିକି ଦିନ ଘରେ ରହେ ନିଲୁ, କାମକୁ ଯାଏ ନାହିଁ ରାଧି। କୋଶଳା କିମ୍ବା ସୁନସୁନିଆ ଶାଗ ଟିକେ ନହେଲେ ଚୁନା ମାଛ ଟିକେ ଯାଇ ଖୋଜି ଖୋଜି ଆଣେ ସେ ପୁଅ ପାଇଁ। ସେ ଫେରିଗଲା ବେଳକୁ ତାକୁ ଧରି ଭୋ ଭୋ ହେଇ କାନ୍ଦେ। ପୁଣି ଅପେକ୍ଷା କରେ ତା ଫେରିବା ବାଟକୁ, ଛାତିକୁ ପଥର କରି। ଦିନେ ଆସି ପହଞ୍ଚିଲା ଯେ ବହୁତ ଦିନ ଯାଏ ଆଉ ଗଲା ନାହିଁ। ମନଟା ଉଣା କରି ବସିଥାଏ ସବୁବେଳେ। ରାଧି ପଚାରି ପଚାରି ଥକିଗଲା, କିଛି କହିଲା ନାହିଁ ନିଲୁ। ବେଳେ ବେଳେ ତା ସାଙ୍ଗ କୁନା ଆସି ତାକୁ ଡାକି ନେଇଯାଏ ପୋଖରୀ ତୁଠକୁ, ଦୋକାନ ଆଡ଼କୁ। ତାରି ଠଉଁ ବୁଝିଲା ରାଧି, ନିଲୁ କୁଆଡ଼େ ଫେଲ୍ ହେଇଛି, ଆଉ ବେଶୀ ପଢ଼ିପାରିବ ନାହିଁ। ଏଇଥିପାଇଁ ଏତେ ମନ କଷ୍ଟ? ନହେଲା ନାହିଁ। କୁନା କହିଲା, ସେଇଥିପାଇଁ ତ ତା ମନ ଖରାପ ନୁହେଁ। ସହରରେ ଚପରାସୀ ଚାକିରିଟିଏ ବୁଝିଛି ନିଲୁ, ହେଲେ କିଛି ଟଙ୍କା ଦରକାର। କୋଉ ବଡ଼ ବାବୁକୁ ଦବ, ତା ଚାକିରି ହେଇଯିବ, ତାପରେ ତ ତା ଦୁଃଖ ଯିବ। ନିଜ ଭଙ୍ଗା ଟ୍ରଙ୍କକୁ ଦରାଣ୍ଡିଲା ରାଧି। ବିକା ଭଙ୍ଗା ପରେ ଆଉ ବାକି ଥିଲା ମୁଦିଟିଏ, ସେଥିରେ କ'ଣ ହେବ? ଆହୁରି ବହୁତ ଟଙ୍କା ଦରକାର। ରାଧିକୁ ବାଟ ଦିଶିଲା ନାହିଁ। ନିଲୁ ନିଜେ କହିଲା ଘର ଖଣ୍ଡକ ବନ୍ଧା ପକେଇ ଦେବାକୁ, 7 ପୁରୁଷର ଭିଟାମାଟି। ସଧବା ଆସିଥିଲା ରାଧି, ଆଉ ସେଇଠି ବିଧବା ହୋଇଥିଲା। ବନ୍ଧା ପକେଇଲେ ଆଉ ମୁକୁଳେଇ ପାରିବଟି? ହଉ, ନିଲୁ ଯେତେବେଳେ ଚାହୁଁଛି ସେ କାହିଁକି ମନା କରିବ? କାହା ପାଇଁ ସେ ଘର? ଆଉ କେତେଦିନ ଗଲେ ନିଲୁ ହିଁ ଘରର ମୁରବୀ ପାଲଟିବ। ଏମିତି ମଧ୍ୟ ତାଙ୍କ ଗାଁର କେତେ ଜଣ ଚାକିରି କରିଛନ୍ତି। ଚାକିରି ପାଇଯାଉ, ଘରଟାକୁ ମୁକୁଳେଇ ଆଣିବନି କି ନିଜେ? ଘର ବନ୍ଧା ପଡ଼ିଲା, ନିଲୁ ଚାକିରି ପାଇଲା। ହଠାତ୍ ଦିନେ ଝିଅଟେ ସାଙ୍ଗରେ ଧରି ପହଞ୍ଚିଲା। କହିଲା କୁଆଡ଼େ ତାକୁ ପସନ୍ଦ କରି ବାହା ହେଇଛି। ରାଧି ମୁହୂର୍ତ୍ତକ ପାଇଁ ଚମକି ପଡ଼ିଥିଲା। ବାଜା ନାହିଁ, ରୋଷଣୀ ନାହିଁ, ଗାଁ ବାଲାଙ୍କୁ ଖାଇବାକୁ ଦେଇନି, ନିଜେ ନିଜେ ବାହା ହେଇ ପଡ଼ିଲା। ତଥାପି କିଛି କହିଲା ନାହିଁ। ତା ସଂସାର ସିଏ କଲା। ଯାହାକୁ ପୁଅ ପସନ୍ଦ କରିଛି ସେଇଠି ରାଧିର ଖୁସି। ଗାଁ ବାଲାଙ୍କୁ ଡାକି ଖାଇବାକୁ ଦେଲା ସେ, ବୋହୂକୁ ଆଦରି ନେଲା। ନିଲୁ ଆଉ କରଜ ଶୁଝି ପାରି ନଥିଲା। ମହାଜନ ଘର ଉପରେ କବ୍ଜା କରି ନେଲା। ନିଲୁ ବୋଉକୁ ନେଇଗଲା ସହରକୁ। ବହୁତ ଆଗରୁ ଯାଇଥିଲା ସେଇଠିକି। ଗାଁ ସହିତ ସମ୍ପର୍କ ତୁଟି ଯାଇଥିଲା ତାପରେ। କିଏ ଗୋଟେ ରାଧିକୁ ଧରି ହଲେଇ ଦେଲା। ହେ ମାଉସୀ, ଆସେ ଗଣ୍ଡେ ଖାଇଦେବୁ। ଅନ୍ନଛତ୍ର ଖୋଲିଛି। ଲୋକେ ଆନନ୍ଦରେ ଯାତ୍ରୀମାନଙ୍କୁ ଖାଇବାକୁ ଦଉଛନ୍ତି। ରାଧି ପୁରୁଣା କଥା ପାଖରୁ ଫେରି ଆସିଲା ବର୍ତ୍ତମାନକୁ। ନିଲୁଟା ଫେରିନି, ବିଚରା ଖାଇ ନଥିବ। ଭୋକରେ ଆଉଟୁ ପାଉଟୁ ହେଇଯିବଣି। ସେ ନ ଫେରିବା ଯାଏ କେମିତି ଖାଇବ ରାଧି? ବରଂ ପୁଅକୁ ଅପେକ୍ଷା କରିବ ସେ। ଏମିତି ଅପେକ୍ଷା କରିଥାଏ ସେ ସବୁବେଳେ। ନିଲୁ ତା ସ୍ତ୍ରୀକୁ ନେଇ ବୁଲିବାକୁ ଯାଏ। ରାଧି ଦୁହିଁଙ୍କ ପାଇଁ ରୋଷେଇ କରି ଅପେକ୍ଷା କରିଥାଏ। ନିଲୁ ନ ଖାଇବା ଯେ ସେ ଖାଇପାରେ ନାହିଁ। ବୋହୂ ପାଟି କରେ ଫେରିଆସି। ପୁଅ କ'ଣ ଆଉ ଛୋଟ ପିଲାଟିଏ ହେଇଛି ଯେ ତାକୁ ଜଗି ବସି ଖୁଆଇ ଦେବ? କେତେବେଳେ ତ ଟିକେ ତାକୁ ଏକୁଟିଆ ଛାଡ଼ୁ ସେ। କେମିତି ବୁଝାଇଥାନ୍ତା ରାଧି ବୋଉକୁ ଯେ ମା ପାଇଁ ପୁଅ କେବେ ବଡ଼ ହୁଏ ନାହିଁ ବୋଲି। ତୁଚ୍ଛା କଥାରେ ଏଣିକି ପୁଅ ବୋହୂଙ୍କ ଭିତରେ ଝଗଡ଼ା ହୁଏ। ବୋହୂ ଶୁଣେଇ ଶୁଣେଇ କହେ ରୋଜଗାର କରିବ ଜଣେ, ଆଉ ବୋଝ ହେଇଥିବେ 3 ଜଣ। ସ୍ତ୍ରୀ, ପିଲା, ମା କ'ଣ ପୁଅ ପୁଣି ବୋଝ ହୁଅନ୍ତି କାହା ଉପରେ? ବୋହୂର ସବୁ ଫରମାଇଶ ପୁରା କରିବାକୁ ନିଲୁ ପାଇଁ ସହଜ ହୁଏ ନାହିଁ। ସହର ବଜାର କଥା, ପରିବାପତ୍ର ଦାମ ଯୋଉ ଚଢ଼ା, କୋଉଠୁ କେତେ ଆଣିଦିଅନ୍ତା ଯେ ସେ? ଘର ଭଡ଼ା, ବିଜୁଳି ବତୀ, ଯିବା ଆସିବା ଅଛି। ଅଫିସରେ ସେ ତ ପୁଣି ଚାହା ଟିକେ ପିଉଥିବ। ରାଧି ବୁଝି ପାରିଥିଲା ବୋହୂ ତାକୁ ହିଁ ଆଣ୍ଟ କରି କହୁଛି। ତା ପାଇଁ ଶାଶୁଟି ଏକ ଅଲୋଡ଼ା ମଣିଷ। ଆଜିକାଲି ତ ଛୋଟ ଛୋଟ କଥାରେ ପଦେ ଅଧେ କଡ଼ା କରି ଶୁଣେଇ ଦିଏ ବୋହୂ। କେତେ ଆଉ ତା ସାଙ୍ଗରେ ପାଟି କରିଥାନ୍ତା ପୁଅଟା। ଏଣିକି ସେ ଆଉ ତାକୁ କିଛି କହେ ନାହିଁ। ସ୍ତ୍ରୀର ପାଟି ଶୁଣି ଚୁପ୍ ହେଇଯାଏ। ବେଶ କେତେଦିନ ହେଲା ରାଧି ସହିତ ଭଲ କରି ପଦେ କଥା ବି ହଉନଥିଲା। କିନ୍ତୁ ସେଦିନ କ'ଣ ହେଲା କେଜାଣି, ନିଜେ ଆସି ପଚାରିଲା, ବୋଉ, ପ୍ରୟାଗରେ ଏଥର କୁମ୍ଭ ମେଳା ହଉଛି। 12 ବର୍ଷରେ ଥରେ। ବହୁ ଲୋକ ଯାଉଛନ୍ତି, ତୁ ଯିବୁ କି? ଭାବୁଛି ବାପାଙ୍କ ଅସ୍ଥି ବିସର୍ଜନ କରିଦେବି ଏଇ ମୌକାରେ। ଘରୁ କରିପାରି ନଥିଲା ନିଜକୁ। ଘରୁ ସହରକୁ ଆସିବା ପର୍ଯ୍ୟନ୍ତ ବାହାରକୁ କେବେ ଗୋଡ଼ କାଢ଼ି ନଥିବା ରାଧି ବିଶ୍ୱାସ କରିପାରି ନଥିଲା ନିଜକୁ। ତାର ଆଉ କ'ଣ ପାଇବାକୁ ବାକି ଥିଲା ଯେ? ପୁଅ ମୁଣ୍ଡକୁ ହାତ ପାଇବା ଦିନୁ ତ ସେ ନିଶ୍ଚିତ ହୋଇଯାଇଛି। ଖାଲି ଶେଷ ବେଳକୁ ତାରି ମୁହଁକୁ ଚାହିଁ ମରିବାର ଇଚ୍ଛାଟିଏ ଯାହା ଜାକିଜୁକି ହୋଇ ରହିଛି ତା ମନରେ। ସେ ହଁ କରିଦେଲା ପୁଅକୁ। ସନ୍ଧ୍ୟା ନଇଁ ଆସିଲାଣି। ଦିନକ ଯାକ ସେ ସେମିତି ବସିଛି ସେଇଠି, ହଲଚଲ ବି ହେଇନି ଟିକେ। ପୁଅ କହିଥିଲା କୁଆଡ଼େ ନ ଯିବାକୁ ସେଠୁ। ଆଜି କୁମ୍ଭର ଶେଷ ଦିନ, ସବୁ ପାଳିଠାରୁ ଅଧିକ ଗହଳି। ଗହଳି ଭିତରେ କୁଆଡ଼େ ହଜି ଯାଇଥିଲେ ନିଲୁ କ'ଣ ଆଉ ତାକୁ ଖୋଜି ପାଇଥାନ୍ତା? ହେଲେ ସକାଳ ଗଡ଼ି ସଞ୍ଜ ହେଲାଣି। କୁଆଡ଼େ ଗଲା ପିଲାଟା?
କ'ଣ କିଛି ଅଘଟଣ ଘଟିଲା କି? ଆଶଙ୍କିତ ହୋଇପଡ଼ିଲା ରାଧି। ହେଲେ କୁଆଡ଼େ ଯିବ? କୋଉଠି ଖୋଜିବ? କାହାକୁ ପଚାରିବ? ଖୁଣ୍ଟଟାକୁ ଆଉଜି ଗଣ୍ଠିଟାକୁ ଗୋଡ଼ ତଳେ ରଖି ସେମିତି ବସି ରହିଲା ସେ। ନୀଲୁର ଯିବା ବାଟକୁ ଅପଲକ ଦୃଷ୍ଟି ଦେଇ ପୁଅ କହିଯାଇଛି ସେଇଠିକୁ ଫେରିବ ସେ। ଏଥରକ ଭିଡ଼ର ଗତି ଏକ ନିର୍ଦ୍ଦିଷ୍ଟ ଦିଗରେ। ଲୋକେ ଫେରିବାକୁ ଆରମ୍ଭ କଲେଣି। ମେଳାରେ ପୁଣି ଦିନ କ'ଣ ରାତି କ'ଣ ରାଧି ସେମିତି ବସିଛି। ରାତି ପାହି ସକାଳ ହେଲା। କାଁ ଭାଁ ଲୋକେ ଏଠି ସେଠି। ଗହଳି ଭିତରେ ଏଡ଼େ ଟିକେ ଲାଗୁଥିବା ଜାଗାଟା ଏବେ ଦିଶୁଥିଲା ଖୁବ୍ ବଡ଼ ଆଉ ଖାଁ ଖାଁ ବି। ଠାଏ ଠାଏ ପରିତ୍ୟକ୍ତ ତମ୍ବୁ, ଅଧାଲିଭା ଧୁନି, ଅଇଁଠା ପତ୍ର ଓ ମେଳାର ଅବଶେଷ ସବୁ। ରାଧି ସେମିତି ବସିଥାଏ ପୁଅର ବାଟକୁ ଚାହିଁ। ଏ ବୁଢ଼ିଆ, କାହା ଜାନା ହେ ତୁମକୁ? ଅକେଲି ଆଇ ହୋ କ୍ୟା? ପୋଲିସ ବାବୁ ଜଣେ ପ୍ରଶ୍ନ କରୁଥିଲେ ରାଧିକୁ। ପୁଅ କହିଛି ଏଇଠିକି ଆସିବ। କ୍ଷୀଣ ସ୍ୱରରେ ରାଧି କହିଲା ଗଭୀର ଆସ୍ଥାର ସହିତ। पुलिस बाबू जड़े कांस्टेबल को डकई पकेले। अरे इसको भी ले जाओ धर्मशाला में, इसका भी बेटा छोड़ गया है इसे। निकटरे तिल तर्पण करुथिले जड़े प्रौढ़। मालो, दीर्घ 10 मास धरी तो गर्भरे रही तते जो जंत्रणा और कष्ट देइथिली से ऋण केबे सुझी पारिबी नाही। मते क्षमा करिदे जननी। तो अंत फाड़ी मते जन्म देला बेलକୁ तते जो कष्ट होइथिबो से ऋण को मु केबे सुझी पारिबी नाही। मते क्षमा करिदे बोऊ। तो छातीरू रक्त निगाड़ी मते आहार देइथिलु से ऋण मु केबे सुझी पारिबी नाही। मते क्षमा करिदे माँ। तो कोଳରେ बसी केते थर मलमूत्र त्याग କରିଥିବା ସତ୍ତ୍ୱେ ତୁ ମତେ କେବେ ଘୃଣା କରିନଥିଲୁ। ସେ ଋଣ ବି ମୁଁ କେବେ ସୁଝି ପାରିବି ନାହିଁ। ମତେ କ୍ଷମା କରିଦେ। ସକାଳୁ ଏମିତି ଅନେକ ଅଦରକାରୀ ପରିତ୍ୟକ୍ତ ବୁଢ଼ାବୁଢ଼ୀଙ୍କୁ ଧର୍ମଶାଳାରେ ପହଞ୍ଚେଇ ଆସିଥିବା କନଷ୍ଟେବଲ ରାଧିକୁ ତା ବସିବା ଜାଗାରୁ ଉଠେଇ ନେଲା ବେଳକୁ ରାଧି କହୁଥିଲା ବାରମ୍ବାର, ପୁଅ କହିଛି ଏଇଠିକି ଆସିବ। ପୁଅ କହିଛି ଏଇଠିକି ଆସିବ। ଶ୍ରୋତାବନ୍ଧୁ, ଆମେ ଶୁଣୁଥିଲେ ସମକାଳୀନ ଓଡ଼ିଆ କଥା ସାହିତ୍ୟର ଜଣେ ସ୍ପର୍ଦ୍ଧିତ ଉଚ୍ଚାରଣ କଥାକାର ଦେବପ୍ରସାଦ ଦାସଙ୍କୁ। ତାଙ୍କ ଗଳ୍ପର ଶୀର୍ଷକ ଥିଲା ମେଳା। ନାରୀ ମହାନାରୀ ଗଳ୍ପ ସଂକଳନସ୍ଥ ଏହି ମେଳା ଗଳ୍ପଟି ଆପଣମାନଙ୍କୁ କେମିତି ଲାଗିଲା? ଆପଣମାନଙ୍କର ମତାମତ ଅପେକ୍ଷାରେ ରହୁଛି। ଧନ୍ୟବାଦ।